ପ୍ରାଇଭେଟ କରିବ ସରକାର ତରଫରୁ ସବୁ ସୁବିଧା ହେଇଛି ଠିକ କରିବେ ନବୀନ ବାବୁ ଜମି ଦେଇଛନ୍ତି ସବୁକୁ ଆଉ ଗଲେ ଦେଖା ଭରିବା ପାଇଁ ଜମି ତମେ ଯଦି ଦେଇଥିବ ମୁଁ ଡାକ୍ତରଖାନା କରିଛି ତମ ଘରେ ମୁଁ ତମକୁ ଆଧାରରେ ଟ୍ରିଟମେଣ୍ଟ କରିବିନି ଜମି ଦେଇଛନ୍ତି ସେ ଜଟ ନିର୍ବାଚନ ମଣ୍ଡଳୀରେ ସମ ଯେତେ ଜମି ନେଇଛି ବହୁ ସମୟରେ ନେଇଛି ତାପରୁ ସେ ଅଞ୍ଚଳ ପାଇଁ କିଛି କରିନି ଆମ ଗାଁ ଗଣ୍ଡା ପାଇଁ କିଛି କରିନି ସେ ତାର ରୋଜଗାର କରି କିନ୍ତୁ ଗୋଟିଏ ଭଲ ଗୁଣ ହେଇଛି ବହୁ ରାଜ୍ୟରୁ ବହୁ ଆମ ଜିଲ୍ଲାରୁ ସେଠି ଭଲ ହଉଛନ୍ତି ମୁଁ ସେଇଥିରେ ଖୁସି ପାଣ୍ଡିଆନ ସବୁବେଳେ ଆକ୍ଟିଭ ପାଣ୍ଡିଆନ ନାଁରେ ବେଶୀ ଗୁଲି ହଉଛି କହିଲେ କେତେ ଜଣ ଯେ ପାଣ୍ଡିଆନ କେବଳ ଯାଉଛନ୍ତି ନବୀନ କି ଦେଖିବା ପାଇଁ ଆଉ କାହାକୁ ଆଲାଉ ନାହିଁ ସେ ବିଲକୁଲ ନାହିଁ ଯାଇନାହାନ୍ତି ମେଡିକାଲ ମନା କରିଦେଇଥିଲେ ନା ପାଣ୍ଡିଆନ ଶ୍ରୀନାଥ ପାଣ୍ଡିଆନ ନା କେହି ଦେଖା କରିବେ ଏବଂ ନବୀନ ପଟ୍ଟନାୟକ କହିଥିଲେ ମୁଁ ଘରକୁ ଗଲେ ମତେ ଦେଖା କରିବ ନବୀନ ମାସ କାଲି ଦେଖା କରୁଛନ୍ତି ସେ କାହାରିକୁ ଦେଖା କରୁନଥିଲେ ନା ମୁଁ ଯାଇନି ହଁ ମୁଁ ଯିବି ନବୀନ ପଟ୍ଟନାୟକ ଗୋଟେ ଭାରତର ଗର୍ବ ଓଡ଼ିଶାର ଗର୍ବ ଏ ରାଜ୍ୟର ବିକାଶରେ ତାଙ୍କ ଦାନ ଅତୁଳନୀୟ ମୁଁ ଯିବି ଦେଖା କରିବା ପାଇଁ ଆଉ ଯଦି ସୁବିଧା ମିଳିବ ମୁଁ ମୋହନ ମାଝୀ ମୋର ଗୋଟେ ସାନ ଭାଇ ବୋଉ ହେବେ ତାଙ୍କ ସ୍ତ୍ରୀ ଅପରେସନ ହେଇଯାଇ ତାଙ୍କୁ ବି ଦେଖିବାକୁ ଯିବି ମୋର ମନୁଷ୍ୟ ହିସାବରେ ମାନବିକତା ଦୃଷ୍ଟିରୁ ମୁଁ ସମସ୍ତଙ୍କୁ ଯାଏ ଆଜି ପର୍ଯ୍ୟନ୍ତ ଯେତେ ବିରୋଧୀ ଦଳ ଶାସକ ଦଳ ଯୋଉ ଦଳ ସବୁ ନେତାଙ୍କୁ ଯାଇଛି ଦେଖା କରିବା ପାଇଁ ଏବଂ ସେ ଚାରିଗରେ ମଧ୍ୟ ଫୁଲ ଦେବାକୁ ଯାଇଛି ତାଙ୍କର କାର୍ଯ୍ୟକ୍ରମରେ ଯୋଗ ଦେଇଛି ବଡ଼ ଦୁଃଖର ବିଷୟ ସେମାନେ 10 ବର୍ଷ ଆଗରୁ ପାଇବା କଥା ତାଙ୍କ ସାଥୀ 10 ବର୍ଷ ଗଲାଣି କେହି ଶୁଣୁନା ત્યારે ମୁଖ୍ୟମନ୍ତ୍ରୀଙ୍କୁ 40,000 ପୋଷ୍ଟ ଫିଲ୍ଅପ୍ କରି ଏଇ ଶିକ୍ଷକ ମାନେ ଖରା ବର୍ଷା ଶୀତରେ ପଡିଛି ତାଙ୍କ କଥା ବୁଝ ସେମାନେ ଏଲିଜିବଲ ପାଠ ପଢେଇକି ଆସୁଛନ୍ତି ଦେଶର ଭବିଷ୍ୟତ ଛାତ୍ର ସମାଜ ଛାତ୍ରୀ ସମାଜ ତାଙ୍କୁ ପାଠ ପଢଉଛନ୍ତି ସେ ସେଇଠି ଭୋକ ଉପାସରେ ପଢଉଛନ୍ତି ପରେ ନିଯୁକ୍ତି ଦବ ଆଗ ସେଇ ଯୋଉ ଟିଚର ମାନେ ପଢିଛନ୍ତି ରାଜଧାନୀ ଉପରେ ବର୍ଷା ଖରା ଶୀତରେ ତାଙ୍କ କଥା ବିଚାର କର ତାଙ୍କୁ ରେଗୁଲାଇଜ କର ତାହେଲେ ମୁଁ ଜାଣିବି ସରକାର କିଛି କରୁଛି ନହେଲେ ଗୋଟେ ଅପାରଗ ସରକାର ଖାଲି ଧପେଇବାର ଲାଗି ପ୍ରାଇଭେଟ କରିବ ସରକାର ତରଫରୁ ସବୁ ସୁବିଧା ହେଇଛି ଠିକ କରିବେ ନବୀନ ବାବୁ ଜମି ଦେଇଛନ୍ତି ସବୁକୁ ଆଉ ଗଲେ ଦେଖା ଭରିବା ପାଇଁ ଜମି ତମେ ଯଦି ଦେଇଥିବ ମୁଁ ଡାକ୍ତରଖାନା କରିଛି ତମ ଘରେ ମୁଁ ତମକୁ ଆଧାରରେ ଟ୍ରିଟମେଣ୍ଟ କରିବିନି